ପ୍ରଶାସନର ହସ୍ତକ୍ଷେପରେ ଆଜି ଏହି ବୃଦ୍ଧ ଦମ୍ପତିଙ୍କୁ ମିଳିଛି ପ୍ରଥମ ସହାୟତା। ଆସନ୍ତୁ ସିଧାସଳଖ ଆଲୋଚନା କରିବା ଆଉ କିଭଳି ରହିଥିଲା, ସେମାନଙ୍କୁ କିଭଳି ସାହାଯ୍ୟ ମିଳିଲା ଆଉ ପ୍ରଥମ ସାହାଯ୍ୟରେ କ'ଣ ମିଳିଲା। ଆସନ୍ତୁ ସିଧାସଳଖ ଆଲୋଚନା କରିବା ଏଠିକାର ଯୋଗାଣ ସହାୟକ ଆଶିଷ ଖୁରାଙ୍କୁ। ସାର୍ କ'ଣ କହିବେ, କିଭଳି ଏମାନଙ୍କୁ ସହାୟତା ଯୋଗାଇ ଦେଲେ ଆଉ କିଭଳି ଆପଣ ଜାଣିବାକୁ ପାଇଲେ ଯେ ଏମାନେ ଏଭଳି ସମସ୍ୟାରେ ଅଛନ୍ତି ବୋଲି? ଦେଖନ୍ତୁ, ଏମାନେ ତ ଆଗରୁ ସେମାନେ ଡୋଡ଼ିଝୋଲାରେ ଥିଲେ। ଏମାନେ ବିଗତ କିଛି ଦିନ ହେବ ଏଠାରେ ଆସି ରହୁଛନ୍ତି। ତ ଆଉ ଗଣମାଧ୍ୟମରେ ଖବର ପାଇଲା କି ସେମାନଙ୍କର ଚାଉଳ କାର୍ଡ଼ ନାହିଁ। ତାପରେ ଆମେ ଜାଣିଲୁ ଯେ ସେମାନଙ୍କର ଚାଉଳ କାର୍ଡ଼ ନାହିଁ। ଏ ବିଷୟ ଚାଉଳ କାର୍ଡ଼ ଯେମାନଙ୍କର ନାହିଁ ବୋଲି ଆମେ ସମସ୍ତ ଗ୍ରାମ ପଞ୍ଚାୟତ ମିଟିଂରେ ୱାର୍ଡ଼ ସଭ୍ୟମାନଙ୍କୁ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବାର କହିଥାଉଛୁ, ଯଦି କୌଣସି ଗାଁରେ ଯଦି କାହାର ଯଦି ଚାଉଳ କାର୍ଡ଼ ନାହିଁ, କୌଣସି ବେନିଫିସିଆରୀ ଯଦି ବଞ୍ଚିତ ଅଛନ୍ତି, ତାହେଲେ ଆମକୁ ଅତି ଶୀଘ୍ର ଜଣାନ୍ତୁ, ଆମେ ଯୋଗାଯୋଗ କରି ସେମାନଙ୍କର ବ୍ୟବସ୍ଥା କରିବୁ ବୋଲି। କିନ୍ତୁ ଆଜି ଯାଏଁ କେହି ମଧ୍ୟ ଏମାନଙ୍କର ବିଷୟରେ ଆମମାନଙ୍କୁ ଜଣାଇ ନଥିଲେ। କିନ୍ତୁ ଗଣମାଧ୍ୟମରେ ଯେତେବେଳେ ପ୍ରକାଶ ପାଇଲା, ଆମେ ଜାଣିବାକୁ ପାଇଲୁ ଯେ ସେମାନଙ୍କର ଚାଉଳ କାର୍ଡ଼ ନାହିଁ ବୋଲି। ତତ୍ପରେ ଆମେ ସେମାନଙ୍କ ନିକଟକୁ ଯାଇଥିଲୁ। ଗଲା ପରେ ଦେଖିଲୁ ସେମାନଙ୍କ ପାଖରେ ପ୍ରପର କୌଣସି ମଧ୍ୟ ଡକୁମେଣ୍ଟ ନାହିଁ। ନା ସେମାନଙ୍କ ପାଖରେ ବୃଦ୍ଧ ଦମ୍ପତିଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ, କିମ୍ବା ଆଧାର କାର୍ଡ଼ ମଧ୍ୟ ନାହିଁ, କିମ୍ବା କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ, କି କୌଣସି ସେମାନଙ୍କର ଲିଗାଲ ଡକୁମେଣ୍ଟ କିଛି ମଧ୍ୟ ନାହିଁ। ତାପରେ ଆମେ ଆମମାନଙ୍କର ଉପରିସ୍ଥ ଅଧିକାରୀ ଯୋଗାଣ ନିରୀକ୍ଷକଙ୍କୁ ଏ ବିଷୟରେ ଜଣାଇଲା ପରେ ସେମାନେ ତାଙ୍କ ଗୋଟେ ସ୍ପେଶାଲ କେସ୍ରେ ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଏକ ନୂତନ କାର୍ଡ଼ ସାଙ୍ଗେ ସାଙ୍ଗେ ବନେଇକି ଦେଲେ। ଆଉ ଆଜି ଆମେ ତାଙ୍କୁ ସେହି ଚାଉଳ କାର୍ଡ଼ ହସ୍ତାନ୍ତର କରିବା ପାଇଁ ଆସିଅଛୁ। ଦେଖନ୍ତୁ, ସୁନିଶ୍ଚିତ ଭାବରେ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ। ଯୋଗାଣ ସହାୟକ ହସ୍ତକ୍ଷେପ କରିକି ସେମାନଙ୍କୁ ଆଜି କାର୍ଡ଼ ଦେଇଛନ୍ତି। ତ ରେସନ କାର୍ଡ଼ ପାଇବା ପରେ କିଭଳି ଅନୁଭବ କରୁଛନ୍ତି ଆଉ ଶିବ ଜାନେ କ'ଣ କହିବ, କେମିତି ସରକାରକୁ କିଭଳି ଧନ୍ୟବାଦ ଦେବ, କେମିତି କ'ଣ ରହିଥିଲା କୁହ? ଆଜ୍ଞା ନମସ୍କାର। କିସ୍ করবি নষ্টা করবিল ঠিক কাউকে খুলবি নাই। আজ্ঞা কিস করবি, গোর নাই, দুয়ার নাই, କିଛି নাই। ଦେଖନ୍ତୁ, ଏଭଳି ପରିସ୍ଥିତିରେ ରହିଥିଲେ ଯେ ସେ ତାଙ୍କୁ କୋହ ଆଉ ଆଖିରୁ ଲୁହ ବାହାରି ପଡୁଛି। ତ ଆଉ ଜଣେ ଅଛନ୍ତି ଆମର ସମାଜସେବୀ, ତାଙ୍କୁ ପଚାରି ବୁଝିବା କ'ଣ କହିବେ। ଦେଖନ୍ତୁ, ପ୍ରକୃତରେ ଏଭଳି ଘଟଣା ଆପଣଙ୍କର ସମ୍ମୁଖରେ ଥିଲା, ଆଉ କିଭଳି ଏହା ପ୍ରଶାସନ ସମାଧାନ କଲେ କ'ଣ ଅନୁଭବ କରୁଛନ୍ତି? ଦେଖନ୍ତୁ ସାର୍, ବୃଦ୍ଧା ଦମ୍ପତିଙ୍କର ଯେଉଁ ମାନେ ବାସହୀନ ସେମାନେ ଥିଲେ, କୌଣସି ପ୍ରକାର ଆଧାର କାର୍ଡ଼ ନଥିଲା, ଚାଉଳ କାର୍ଡ଼ ନଥିଲା, ନିଃସହାୟ ରିପୋର୍ଟ ରହିଥିଲେ। ସେମାନଙ୍କର ଗଣମାଧ୍ୟମରେ ବିଶେଷ କରି ଭାସ୍କରର ପ୍ରଭାବ ପରେ ଏ ଯେଉଁ ପ୍ରଶାସନ ଆଗକୁ ଆସିକିରି ଆମର ଯେଉଁ ଯୋଗାଣ ସହାୟକ ବାବୁ ଆଉ ଆମର ସ୍ଥାନୀୟ ପିଓ, ତାପରେ ଆମର ପ୍ରତିନିଧି, ଏ ସମସ୍ତଙ୍କୁ ଆମେ ଧନ୍ୟବାଦ ଜଣାଉ ଯେ ବୃଦ୍ଧା ଦମ୍ପତିର ଖବର ପ୍ରସାରିତ ହେଲା ପରେ ପ୍ରଶାସନ ଆଗକୁ ଆସିକିରି ସେମାନଙ୍କୁ ଚାଉଳ କାର୍ଡ଼ ପ୍ରଦାନ କଲେ। ତେବେ ଓଡ଼ିଶା ଭାସ୍କରରେ ଖବର ପ୍ରକାଶ ପାଇବା ପରେ ଏଭଳି ସମସ୍ୟାର ସମାଧାନରେ ଆଗକୁ ବଢ଼ୁଥିବା ବେଳେ ଏଇଭଳି କାର୍ଯ୍ୟ ଆମେ ଆଗକୁ ମଧ୍ୟ ଜାରି ରଖିବୁ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରୁ କୈନଗରଡାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର। Located in the heart of Bhubaneswar city, serenity of nature and modern elegance meet in perfect balance, facing directly the jungle and forest reserve. Every morning begins with breathtaking views, swimming pools, all designed to enhance relaxation and social living.